ଖଣ୍ଡିଆ ଭୂତ ପବନ ଭୂତ ହଉଛନ୍ତି ପବନ ମାନେ ପବନ ସୁର ବି ଭୂତ ହୁଁ ଭୂତ ମାନେ ଖଣ୍ଡିଆ ଭୂତଟା ଛୋଟ ହୁଁ ସମୁଦ୍ରୀ ବାତ୍ୟାଟା ଗୋଟେ ବଡ ସେମାନେ ସବୁ ସମୁଦ୍ରରେ ରହନ୍ତି କାରଣ ଇନ୍ଦ୍ରଙ୍କ ବଜ୍ର ପ୍ରହାରରେ ସେମାନେ ସବୁ ସମୁଦ୍ରରେ ଲୁଚିକି ରୁହନ୍ତି ବାତ୍ୟା ମାନେ ହୁଁ ସେ ସମୟ ଯେତେବେଳେ ରାଜ୍ୟରେ ଟିକେ ବହୁତ ଅନ୍ୟାୟ ଅଧର୍ମ ହବ ସେ ସେଇ ସମୟରେ ବାହାରିକି ଆସିକି ଧନ ଜୀବନ ନଷ୍ଟ କରନ୍ତି ରାଜା ମାନେ ଯେତେବେଳେ ପ୍ରଜା ମାନେ ରାଜା ମାନଙ୍କର ଅତ୍ୟାଚାରରେ ଅତିଷ୍ଠ ହେଇଯିବେ ହୁଁ ସେଇ ସମୟରେ ସେ ସମୁଦ୍ରୀ ରାକ୍ଷସ ମାନେ ବାତ୍ୟା ରୂପରେ ଆସିକି ହୁଁ ନାନା ପ୍ରକାର କ୍ଷତି କରନ୍ତି ମନ୍ତ୍ର ଦ୍ଵାରା ସେମାନଙ୍କୁ ବଶୀଭୂତ କରି ହୁଏ ଆଉ ଆପଣ ଜାଣିଥିବେ ଗତ ବର୍ଷ ସିଏ ଦାନ ଆସିଥିଲା ଏଇ ସେଇ ନଭେମ୍ବର ଗତ ବର୍ଷରେ ଆସିଥିଲା ସିଏ ବଡ ହଇରାଣ ଲୋକଙ୍କୁ କଲା ଆଚ୍ଛା ସରକାର କହିଲା ଯେ 10 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବ ବାହାରୁ ଏନଡିଆରଏଫ ଟିମ୍ ଆଣିଲା। ହଁ ବିପିନ ବାବୁ ନମସ୍କାର। ନମସ୍କାର। ମୁଁ ଟିକେ ଆପଣଙ୍କ ପରିଚୟ ଦର୍ଶକ ମାନଙ୍କୁ କହିଦଉଛି ଆପଣ ହଉଛନ୍ତି ଭୂତର ସଭାପତି। ହଁ ଆପଣଙ୍କ ପୁରା ନାଁ ହଉଛି ଆଚାର୍ଯ୍ୟ ଜ୍ୟୋତିର୍ବିଜ୍ଞାନୀ ବିପିନ କୁମାର ରଥରାୟ। ଆଚ୍ଛା ଆଚ୍ଛା ବିପିନ ବାବୁ ଆପଣ ଏତେ କଥା ସୋସିଆଲ ମିଡିଆରେ ମୁଁ ଦେଖିଲିଣି ଆପଣ ବହୁତ ଭାଇରାଲ ହଉଛନ୍ତି। ମୁଁ ଜାଣିବି ଯେ ବାତ୍ୟା ଫାତ୍ୟା ଉପରେ ଆପଣଙ୍କର କିଛି ହାତ ଅଛି ନା ନାଇଁ ନା ଆପଣ ତ ଓଡିଶାକୁ ବାତ୍ୟା ବା- ହବାର ଥିଲା କଣ ଆନ୍ଧ୍ରପ୍ରଦେଶ ଆଡକୁ ନେଇଗଲା ସେଥିରେ କଣ ରହୁଛି ଆପଣଙ୍କ ରୋଲ? ବାତ୍ୟା ଆପଣ ଜାଣିଥିବେ ମାନେ ଖଣ୍ଡିଆ ଭୂତ ପବନ ଭୂତ ହଉଛନ୍ତି ପବନ ମାନେ ପବନ ସୁର ବି ଭୂତ ହୁଁ ଭୂତ ମାନେ ଖଣ୍ଡିଆ ଭୂତଟା ଛୋଟ ହୁଁ ସମୁଦ୍ରୀ ବାତ୍ୟାଟା ଗୋଟେ ବଡ ସେମାନେ ସବୁ ସମୁଦ୍ରରେ ରହନ୍ତି କାରଣ ଇନ୍ଦ୍ରଙ୍କ ବଜ୍ର ପ୍ରହାରରେ ସେମାନେ ସବୁ ସମୁଦ୍ରରେ ଲୁଚିକି ରୁହନ୍ତି ବାତ୍ୟା ମାନେ ହୁଁ ସେ ସମୟ ଯେତେବେଳେ ରାଜ୍ୟରେ ଟିକେ ବହୁତ ଅନ୍ୟାୟ ଅଧର୍ମ ହବ ସେ ସେଇ ସମୟରେ ବାହାରିକି ଆସିକି ଧନ ଜୀବନ ନଷ୍ଟ କରନ୍ତି ରାଜା ମାନେ ଯେତେବେଳେ ପ୍ରଜା ମାନେ ରାଜା ମାନଙ୍କର ଅତ୍ୟାଚାରରେ ଅତିଷ୍ଠ ହେଇଯିବେ ହୁଁ ସେଇ ସମୟରେ ସେ ସମୁଦ୍ରୀ ରାକ୍ଷସ ମାନେ ବାତ୍ୟା ରୂପରେ ଆସିକି ହୁଁ ନାନା ପ୍ରକାର କ୍ଷତି କରନ୍ତି ମନ୍ତ୍ର ଦ୍ଵାରା ସେମାନଙ୍କୁ ବଶୀଭୂତ କରି ହୁଏ ଆଉ ଆପଣ ଜାଣିଥିବେ ଗତ ବର୍ଷ ସିଏ ଦାନ ଆସିଥିଲା ଏଇ ସେଇ ନଭେମ୍ବର ଗତ ବର୍ଷରେ ଆସିଥିଲା ସିଏ ବଡ ହଇରାଣ ଲୋକଙ୍କୁ କଲା ଆଚ୍ଛା ସରକାର କହିଲା ଯେ 10 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବ ବାହାରୁ ଏନଡିଆରଏଫ ଟିମ୍ ଆଣିଲା ହୁଁ ସେ ସବୁ କିଛି ମୁଁ ସେ ସବୁ ମା ବଗଳାମୁଖୀ ଡାକିଲି କିଛି ଭୂତ ପ୍ରେତଙ୍କୁ ତାର ଚଣ୍ଡୀ ସେମାନଙ୍କୁ ଡାକିଲି ସେ ହୁଁ ଯାଇକି ହେନ୍ତାଳ ବନରେ ପୋଜିସନ ନେଲେ ହୁଁ ସେ ବାତ୍ୟା ଯେତେବେଳେ ଆସିଲେ ତା ଆସିଲା ଦାନାର ଆଖି ଫୁଟେଇ ଦେଲେ ହେ ସିଆଡେ ଗଲା ମାନେ ସମୁଦ୍ରକୁ ଗଲା। ଆପଣ ସେଗୁଡା ସବୁ କଣ୍ଟ୍ରୋଲ କରୁଥିଲେ ଭୂତ ମାନଙ୍କୁ କହିଲେ ସେ ସବୁ କରିଦେଲେ? ମୁଁ ଚାହିଁଲେ ହବ ମୁଁ ଚାହିଁଲେ ସେମାନଙ୍କୁ ତାଙ୍କୁ ପୁରା ଟୋଟାଲି ତାଙ୍କର ପାସୱାର୍ଡ ତ ମୋ ପାଖରେ ତା ମାଷ୍ଟର ଆଚ୍ଛା କି ପୁରା ମୋ ଆଚ୍ଛା ପାଖରେ। ଏଇ ଯୋଉ ମନ୍ଥାର ଗତି କେମିତି କଣ ଆପଣ କଣ କହୁଛନ୍ତି ହବ କି ନାଇଁ? ଶୁଣ ଓଡିଶାଟା ଆମର ହେଲା ଧର୍ମ ଜାଗା ଏଠି ଆମର ସବୁ ପୁଣ୍ୟାତ୍ମା ଜାଗା ଆମର ଏଇ ଯୋଉ ସମୁଦ୍ର କୂଳ ଏଇ କୋଷ୍ଟାଲ ଟା ଦେଖନ୍ତୁ ସେଠି ପୁରୀ ରହିଲେ ସେଠି ହୁଁ ଜଗନ୍ନାଥ ରହିଲେ ସେପଟେ ଆମର କୋଣାର୍କରେ ସୂର୍ଯ୍ୟ ନାରାୟଣ ରହିଲେ ହୁଁ ଆଉ ସେଠି ଗୋପାଳପୁରରେ ମା ଭଗବତୀ ରହିଲା ବାଣପୁରରେ ଆପଣ ଦେଖୁନାହାନ୍ତି ଏପଟେ ସାରଳା ଦେବୀ ରହିଲେ ହୁଁ ସେପଟେ ଯାଜପୁରରେ ବିରଜା ରହିଲେ ସବୁ ଠାକୁରାଣୀ ମାନେ ସେପଟେ ଆଖଣ୍ଡଳମଣି ରହିଲେ ସବୁ ହଁ ଦେବୀ ଦେବତା ମାନଙ୍କୁ ରାମଚଣ୍ଡୀ କି କାହିଁକି ସମୁଦ୍ର କୂଳରେ ବସା ହେଇଛି ଯେ ସମୁଦ୍ର ମାଡି ଆସିବନି ବୋଲି ତାକୁ ରାମଚଣ୍ଡୀ କି ସେ ଯୋଗୁଁ ସମୁଦ୍ର କୂଳରେ ବସା ହେଇଥିଲା ଆପଣ ଜାଣିଥିବେ କି ନାଇଁ ଦର୍ଶକ ବନ୍ଧୁ ଟିକେ ଜାଣି ନିଅନ୍ତୁ ଆପଣଙ୍କ ମାଧ୍ୟମରେ ହୁଁ ଆମେରିକାରେ ଗୋଟେ ଜାଗାରେ ବାରମ୍ବାର ସମୁଦ୍ର ଆସିଲା ଆମେରିକା କହିଲା ଏଇଟା କଣ ଇଏ ସମୁଦ୍ରକୁ କଣ କରାଯିବ ସେଠୁ ଆମ ଭାରତୀୟ ବାବାଜୀ ମାନଙ୍କ ସହିତ ସାଧୁ ସନ୍ଥ ମାନଙ୍କ ସାଙ୍ଗରେ କଥା ହେଲେ ଯେ ତମେ ସେଠି ଗୋଟେ ଗାଈ ଗୁହାଳ କରିଦିଅ